ନୂଆ ବର୍ଷରେ ଏହି ଚେର ସହ ଗଛଟିକୁ ଆଣି ଘରେ ଲଗାନ୍ତୁ। ରାତାରାତି ହେବେ କୋଟିପତି, ଶତ୍ରୁ ଭୟ ଦୂର ହେବ। ନମସ୍କାର ବନ୍ଧୁଗଣ, 1 ଜାନୁଆରୀ 2025 ଦିନ ମୂଳରୁ ଉପାଡ଼ି ଆଣି ଘରେ ଲଗାନ୍ତୁ ଏହି ବୃକ୍ଷକୁ। ତୁରନ୍ତ ମିଳିବ ଆପଣଙ୍କୁ ମା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କର ସେହି ଆଶୀର୍ବାଦ, ଯାହାଦ୍ୱାରା ଆପଣଙ୍କ ଘରେ ହେବ ନାହିଁ ଧନର ଅଭାବ ଓ ବର୍ଷ ସାରା ହେବ ଧନର ବର୍ଷା, ଏବଂ ଆପଣଙ୍କ ପରିବାରରେ ପୁରୀ ଉଠିବ ସୁଖ ଶାନ୍ତି ଏବଂ ସମୃଦ୍ଧି। ଆପଣ ହୋଇଯିବେ କୋଟିପତି। ଆପଣଙ୍କର ସମସ୍ତ ଇଚ୍ଛା ହେବ ତୁରନ୍ତ ପୂର୍ଣ୍ଣ। 1 ଜାନୁଆରୀ 2025 ମାନେ ନୂଆ ବର୍ଷ ଦିନ ଶୁଭ ସଂଯୋଗ ନିର୍ମାଣ ହେବାକୁ ଯାଉଛି, ଯେଉଁଥିରେ ମୁଖ୍ୟ ହେଉଛି ମହାଲକ୍ଷ୍ମୀ ଯୋଗ, ଧନ ଯୋଗ, ଇନ୍ଦ୍ର ଯୋଗ, ବ୍ରହ୍ମା ଯୋଗ। ଏହି ଶୁଭ ସଂଯୋଗ ଗୁଡ଼ିକ ଅନେକ ବର୍ଷ ପରେ ପଡ଼ୁଅଛି। ଯେହେତୁ ଏହି ଦିନ ମହାଲକ୍ଷ୍ମୀ ଯୋଗ, ଧନ ଯୋଗ, ଇନ୍ଦ୍ର ଯୋଗ, ବ୍ରହ୍ମ ଯୋଗ ପଡ଼ୁଅଛି, ଏହାର ଅର୍ଥ ପୁରା ବର୍ଷ ମା ଲକ୍ଷ୍ମୀଙ୍କ ନିୟନ୍ତ୍ରଣରେ ରହିବ। ବନ୍ଧୁଗଣ, ତନ୍ତ୍ରଶାସ୍ତ୍ର ଓ ଜ୍ୟୋତିଷ ଶାସ୍ତ୍ରରେ କିଛି ଏମିତି ବୃକ୍ଷ ବିଷୟରେ କୁହାଯାଇଛି ଯେଉଁ ବୃକ୍ଷ ଗୁଡ଼ିକର ମା ଲକ୍ଷ୍ମୀ ଦିବ୍ୟ ଶକ୍ତି ଥାଏ, ଏବଂ ଯଦି ଆପଣ ଏହି ଗଛ ଗୁଡ଼ିକୁ ଚେର ସହ ଉପାଡ଼ି ଆଣି ଘରର ଏହି ଦିଗରେ ଲଗାଇ ଦିଅନ୍ତି, ତେବେ ଆପଣଙ୍କୁ ମିଳିବ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଏବଂ କୃପା ଦୃଷ୍ଟି, ଏବଂ ଆପଣଙ୍କ ଘରେ ହେବ ଧନର ବର୍ଷା। ଆପଣଙ୍କ ଘରର ଉନ୍ନତି ହେବ। ମା ଲକ୍ଷ୍ମୀ ସ୍ଥାୟୀ ରୂପରେ ଆପଣଙ୍କ ଘରେ ନିବାସ କରିବେ। ପୁରା ବର୍ଷ ଆପଣଙ୍କ ଘରେ ଧନଧାନ୍ୟରେ ଅଭାବ ହେବ ନାହିଁ। ଯେଉଁ ବୃକ୍ଷ ବିଷୟରେ ତନ୍ତ୍ରଶାସ୍ତ୍ରରେ ଲେଖା ଅଛି, ସେ ବୃକ୍ଷ ଗୁଡ଼ିକ ଆପଣ ସଠିକ୍ ମୁହୂର୍ତ୍ତରୁ ଆଣି ସଠିକ୍ ଦିଗରେ ନିଜ ଘରେ ସ୍ଥାପନ କରନ୍ତୁ। ଯେମିତି ମୁଁ ଏହି ଭିଡ଼ିଓରେ କହୁଛି, ଏହି ଗଛ ଗୁଡ଼ିକରେ ମା ଲକ୍ଷ୍ମୀ ଓ ବିଷ୍ଣୁ ଭଗବାନ ବାସ ହୋଇଥାଏ। ଶାସ୍ତ୍ର ଅନୁସାରେ ଯେଉଁ ଘରେ ଏହି ବୃକ୍ଷ ଗୁଡ଼ିକ ରହିଥାଏ, ସେ ଘରର ସଦସ୍ୟ ଧୀରେ ଧୀରେ ସମାପ୍ତ ହୋଇଥାଏ। ମା ଲକ୍ଷ୍ମୀ ସାକ୍ଷାତ ରୂପରେ ସେ ଘରେ ବାସ କରନ୍ତି। ସେ ଘରକୁ ଧନଧାନ୍ୟରେ ଭରି ଦିଅନ୍ତି। ଏହି ଗଛକୁ ଆଣି ଆପଣମାନେ ଠିକ୍ ଜାଗାରେ ଆପଣଙ୍କ ଘରେ ଲଗେଇ ଦିଅନ୍ତୁ। ଦେଖିବେ ଏହାର ଚମତ୍କାର, ଓ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଘରର ବାସ୍ତୁ ସର୍ବଦା ଠିକ୍ ରହିବ। ଆପଣ ଭାଗ୍ୟ ପ୍ରବଳ ହେବ। ଆପଣଙ୍କ କୁଣ୍ଡଳୀରେ ନବଗ୍ରହ ଆପଣଙ୍କ ସାଥ ଦେବେ। ରାହୁ କେତୁ ଗ୍ରହ ଆପଣଙ୍କ ହିତରେ ଯିବେ। ବନ୍ଧୁଗଣ, ଆପଣ ତ ଜାଣିଛନ୍ତି, କେବଳ ଭିଡ଼ିଓରେ କୁହାଯାଇଥିବା ବୃକ୍ଷକୁ ଆପଣଙ୍କ କୁଣ୍ଡଳୀରେ ଗ୍ରହ ନିୟନ୍ତ୍ରଣ ଭଗବାନ ବିଷ୍ଣୁଙ୍କ ହାତରେ ଥାଏ। ଆପଣଙ୍କୁ କେବଳ ଭିଡ଼ିଓରେ କୁହାଯାଇଥିବା ବୃକ୍ଷକୁ ବର୍ଷର ପ୍ରଥମ ଦିନ 1 ଜାନୁଆରୀ 2025 ଦିନ ଘରକୁ ଆଣି ଏହି ଦିଗରେ ଲଗାଇ ଦିଅନ୍ତୁ। ଓ ସବୁକିଛି ଜାଣିବା ପାଇଁ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ, ଓ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଶ୍ରଦ୍ଧାର ସହିତ ଜୟ ମା ଲକ୍ଷ୍ମୀ ନିହାତି ଲେଖନ୍ତୁ। ବନ୍ଧୁଗଣ, ପ୍ରଥମ ବୃକ୍ଷଟି ହେଉଛି ଅପରାଜିତା ଫୁଲର ଗଛ। ଏହି ଗଛରେ ଭଗବାନ ବିଷ୍ଣୁ ସାକ୍ଷାତ ରୂପରେ ନିବାସ କରନ୍ତି। ଶାସ୍ତ୍ର ଅନୁସାରେ ଏହି ଗଛ ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏହା ସହିତ ଏହି ବୃକ୍ଷ ଭଗବାନ ଶିବ ଓ ଶନିଦେବଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଏହା ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ହିତରେ ଯାଉ ବୋଲି, ତେବେ ଏହି ନୂଆ ବର୍ଷରେ ହଳଦିଆ ଗାମଲାରେ ଅପରାଜିତା ଗଛଟିକୁ ଆଣି ଲଗାନ୍ତୁ ଏବଂ ଏହାକୁ ଘରର ପୂର୍ବ ଦିଗରେ ଆଣି ସ୍ଥାପନା କରନ୍ତୁ, ଏବଂ ପ୍ରତ୍ୟେକ ଗୁରୁବାର ଦିନ ଏହି ବୃକ୍ଷକୁ ପୂଜା କରନ୍ତୁ। ଆଉ ମନେ ରଖିବେ ଯେ ଏହି ଗଛକୁ ହଳଦିଆ ଗାମଲାରେ ଲଗେଇବେ, କାରଣ ଭଗବାନ ବିଷ୍ଣୁଙ୍କୁ ହଳଦିଆ ରଙ୍ଗ ବହୁତ ପସନ୍ଦ ଅଟେ। ଅତ୍ୟନ୍ତ ପ୍ରିୟ ହୋଇଥାଏ ହଳଦିଆ ରଙ୍ଗ। ଓ ଘରର ପୂର୍ବ ଦିଗରେ ଏହି ଗାମଲାକୁ ସ୍ଥାପନ କରିବେ। ଅନ୍ୟ କୌଣସି ଦିଗରେ ରଖିବେ ନାହିଁ, ଯାହାଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିବ ନାହିଁ। ନମ୍ବର 2 ହେଉଛି ସଦାବାହାର ଫୁଲର ଗଛ। ବନ୍ଧୁଗଣ, ଆପଣ ଜାଣିଛନ୍ତି, ମା ଲକ୍ଷ୍ମୀଙ୍କର ଅଷ୍ଟସ୍ୱରୂପ ରୂପ ସଦାବୀର ଗଛରେ ନିବାସ କରିଥାନ୍ତି। ଏହା ଏକ ଏମିତି ବୃକ୍ଷ ଯେଉଁଥିରେ ମା ଲକ୍ଷ୍ମୀଙ୍କର ପ୍ରତିଟି ସ୍ୱରୂପ ନିବାସ କରନ୍ତି। ଶାସ୍ତ୍ରରେ ଲିଖିତ ଅଛି ଯେ ଏହି ଗଛ ଯେଉଁ ବି ଘରେ ଥାଏ, ସେ ଘରେ କେବେ ବି ଧନର ଅଭାବ ରହେ ନାହିଁ। ସେ ଘର ଉପରେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ରହିଥାଏ। ଯଦି ଆପଣ ଚାହୁଁଛନ୍ତି 2025ରେ ଆପଣଙ୍କ ଘରେ ଧନର ଅଭାବ ନ ରହୁ ବୋଲି ଏବଂ ଘର ଧନର ବର୍ଷା ହେଉ ବୋଲି, ତେବେ ବର୍ଷର ଆରମ୍ଭ ଦିନ ଲାଲ ଗାମଲାରେ ସଦାବାର ଗଛ ଆଣି ଘରର ଦକ୍ଷିଣ ଦିଗରେ ରଖନ୍ତୁ।
माँ लक्ष्मी को नाल रंग अत्यंत प्रिय अटे। सप्ताहर प्रत्येक गुरुवार ए गछ को खरारे निहाती देखांतु। एहाकू प्रति गुरुवार दिन जल चढ़ांतु और घीर दीप जलाई पूजा अर्चना करंतु। जदि एतिकी आपण करिदे वर्ष हरि आपणक घरे माँ लक्ष्मींकर कृपा और आशीर्वाद आपणक उपरे रहिबो और आपणक घरे धनर वर्षा हेबो। ध्यान रखंतु जे जेउ भी स्थान रे आपण एही गछ रखिबे से स्थान को सर्वदा सफा सुतुरा रखिबे। एही गछ निकट रे केबे भी जोता चपल अलिया रखिबे नाही। एमिति कले माँ लक्ष्मी आपणक उपरे रुष्ट होइथांती। तेबे आपण ध्यान देबे जे गुरुवार दिन ए गछ को निहाती पूजा करिबे। कौनसी गुरुवार बाद देबेनी। गुरुवार पूजा करबा द्वारा माँ लक्ष्मी आपणक उपरे संतुष्ट होइथांती। विष्णु भगवान और माँ लक्ष्मी आपणक घर को धनर वर्षा करिथांती। तो बंधुगण जदि आपण निज जीवन रे अशांति रे वास करूछंती एवं नवग्रहंकर खराब दृष्टि आपणक उपरे अछि ताहाले आपण एही उपाय को करंतु। विष्णु कमल नामक गछ को आनी हलदिया रंगर गामुला रे घरे स्थापन करंतु। बंधुगण एही वृक्ष साक्षात विष्णुंकर स्वरूप बोली मना जाए। बंधुगण ध्यान रखंतु जे से वृक्ष को खोला रखंतु नाही। एहाकू घर भितरे रखिबे। एहाकू वर्षर प्रथम दिन रे विष्णु कमल वृक्ष को आनी घरर भितरे पश्चिम दिगरे रखंतु। प्रतिदिन खरारे देखांतु। ओ माँ लक्ष्मी आपणक घरे स्थायी रूप रे रहिबाकू चाहुतिले ताहाले वर्षर प्रथम दिन लाल मंदार गछ आनी घरे लगांतु। एहा द्वारा माँ लक्ष्मी आपणक घरे वास करंती। आपण तो जानिथिबे माँ लक्ष्मी को नाली रंगर फूल केते पसंद। सेथिपई आपण गुडे नाली मंदार गछ 2025 नुआ वर्ष दिन निज घरे लगांतु। एहा द्वारा माँ लक्ष्मी प्रसन्न होइथांती। नंबर 4 तुलसी गछ। आपण माने 2025 जनवरी 1 तारिख दिन आपणक घरे निहाती तुलसी गछ लगांतु। एहा द्वारा माँ वृंदावती आपणक घरे वास करंती। आ घरे कौनसी अभाव रुहे नाही और दुख कष्ट रु मुक्ति मिलथाए। तो बंधुगण ए हेउची किछि गछ जाहाकू आपण माने नुआ वर्ष रे घरे आनी लगाइले घरे टंका पैसार अभाव हेबो नाही और माँ लक्ष्मी को कृपा आपणक उपरे रहिबो। तो भिडियोटी केमिति लागिला कमेंट बॉक्स रे निहाती जणांतु। आ भक्तिर सहित निहाती जय माँ लक्ष्मी कमेंट बॉक्स रे लिखि दियंतु। रहुचु नमस्कार जय जगन्नाथ। देखा हबो आउ गोटे भिडियो रे। सेथि पर्यंत आपण माननकु समस्तिंकु धन्यवाद। नमस्कार जय जगन्नाथ।